ବହୁତ ଲୋକଙ୍କର ପ୍ରଶ୍ନ ଶୁଷ୍କ ଚର୍ମ ବା ଏକ୍ଜିମା ଭିତରେ ପାର୍ଥକ୍ୟ କ'ଣ? ଶୁଷ୍କ ଚର୍ମ ହେଉଛି ଯେଉଁଠି ଚର୍ମଟା ଶୁଖିଲା ଥାଏ, ତେଲ ଅଂଶ କମ୍ ଥାଏ, ଚର୍ମ ତଳେ ଗୋଡ଼ ତେଲିଆ ରହେ ନାହିଁ, ଶୀତ ଦିନେ ବହୁତ ଅସୁବିଧା କରେ ଏବଂ ଫାଟେ। ବହୁତ ଲୋକଙ୍କର ଖରା ଦିନେ ନର୍ମାଲ ରୁହେ, ଶୀତ ଦିନରେ ହାତ ଗୋଡ଼ର ବେଶୀ ଚର୍ମ ଫାଟିକିରି ବେଙ୍ଗ କାତି ଭଳି ବା ସାପର କାତି ଭଳି ଚୋପା ଭଳି ଛାଡ଼ି ଛାଡ଼ିକି ଫାଟ ଫାଟ ହେଇଯାଏ। ତେଲ ଅଂଶର ଅଭାବରୁ ଏଇସବୁ ଜିନିଷ ହବାର ସମ୍ଭାବନା ବେଶୀ। ଖରାଦିନେ ଯେହେତୁ ଝାଳ ବହୁତ ବୁହେ, ସିଏ ଦେହକୁ ତେଲିଆ କରିଦିଏ, ତେଣୁ ଏତେଟା ଡିଫରେନ୍ସ ଜାଣି ହୁଏ ନାହିଁ। କିନ୍ତୁ ଶୀତ ଦିନରେ ଏ ଜିନିଷଟା ସମ୍ପୂର୍ଣ୍ଣ ଭାବରେ ଜାଣି ହୁଏ ଯେ ଚର୍ମ ଶୁଷ୍କ ହେଲା, ଫାଟିଲା ଏବଂ ତା ଦେହରୁ ଇନଫେକ୍ସନ୍ ହେଇକି ବେଳେବେଳେ ପାଣି, ରକ୍ତ, ପୁଜ ଏ ମଧ୍ୟ ଇନଫେକ୍ସନ୍ ହେଇପାରେ। ଏଇଟାର କାରଣ କ'ଣ? କାହିଁକି ତେଲ ଅଂଶ କମ୍ ହେଲା? ଏଇଟା ହେଲେ ବୁଝିବାକୁ ହେବ ଏଇଟା ଗୋଟେ ମୋଷ୍ଟଲି ଫ୍ୟାମିଲିଆଲ ବା ହେରିଡିଟାରୀ ଜିନିଷ। 2 ପୁରୁଷ ବା 3 ପୁରୁଷ ଭିତରେ ବା ଏଇ 1 ପୁରୁଷ ଭିତରେ ମଧ୍ୟ କାହାର ଏଇ ପ୍ରକାର ଟେଣ୍ଡେନ୍ସି ଅଛି, ଯେଉଁଟାକି ଦେହରୁ ଦେହକୁ ଟ୍ରାନ୍ସମିଟ୍ ହେଇକି ଏଇ ରୋଗଟା ଆସୁଛି ବା ଏଇ ପଦ୍ଧତିଟା ତିଆରି କରୁଛି, ଯେଉଁଥିରେ ଚର୍ମ ଶୁଖିଯାଏ ଏବଂ ସେଇଥିରୁ ତାପରେ ପାଣି, ନଶା ଇତ୍ୟାଦି ଦେଇକି ଏକ୍ଜିମା ହୁଏ। ସିଏ ଶୁଖିଲା ଏକ୍ଜିମା ହେଇ ମୋଟା ହେଇକି ଚମଡ଼ା କାତି ଛାଡ଼ିପାରେ, ଚୋପା ଛାଡ଼ିପାରେ ବା ଇନଫେକ୍ସନ୍ରୁ ପାଣି ପୁଜ ଦେଇକି ୱେଟ୍ ଏକ୍ଜିମା ବା ନଶା ପାଣି ଯୁକ୍ତ ଏକ୍ଜିମା ହେଇ ସେ ଅଂଶ ଫୁଲି ଲୋକକୁ ହଇରାଣ କରେ। ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ଆମେ ତ ଭଗବାନଙ୍କ ସୃଷ୍ଟିର କିଛି ଜିନିଷକୁ ବଦଳେଇ ପାରିବା ନାହିଁ। ଆମେ ଏତିକି କରିପାରିବା ଯେ ଯଦି ଆମ ଘରେ କାହାର ଏଇ ପ୍ରକାର ଟେଣ୍ଡେନ୍ସି ଅଛି, ଆଉ କୌଣସି ପିଲାର ଧୀରେ ଧୀରେ ବଢ଼ୁଥିବା ଅବସ୍ଥାରେ 6, 4, 8, 10ରେ ଏଇ ପ୍ରକାରର ଟେଣ୍ଡେନ୍ସି ଦେଖିଲେ କିମ୍ବା ବୟସରେ ମଧ୍ୟ ଦେଖିଲେ ଆମେ ତେଲ ଲଗେଇବାଟାକୁ ଅଭ୍ୟାସ କରିବା। ଖାଲି ସାଦା ନଡ଼ିଆ ତେଲ ମଧ୍ୟ ଯଥେଷ୍ଟ।